ସୁକିନ୍ଦା ଅଞ୍ଚଳରେ ବହୁ ଚାଷ ଜମିକୁ ନଷ୍ଟ କଲା ଜଙ୍ଗଲୀ ହାତୀ। ସୁକିନ୍ଦା ବ୍ଲକ ଅନ୍ତର୍ଗତ ସଂସାଇଲ, ଝୁମ୍ପାଣ ଓ ସୁକିନ୍ଦା ଅଞ୍ଚଳରେ ଶନିବାର ଦିବା 12 ଘଟିକା ସମୟରେ ଏକ ଜଙ୍ଗଲୀ ଦନ୍ତା ହାତୀ ବହୁ ଚାଷ ଜମିକୁ ନଷ୍ଟ କରିଥିବା ବହୁ ଚାଷୀ ବନ ବିଭାଗ ନିକଟରେ ଅଭିଯୋଗ କରିଥିବା ସୂଚନା ମିଳିଛି। ଜଙ୍ଗଲୀ ଦନ୍ତା ହାତୀଟି ଦେଖିବାକୁ ସ୍ଥାନୀୟ ଅଞ୍ଚଳରେ ବହୁ ଜନସମାଗମ ହେଉଥିବା ଦେଖିବାକୁ ମିଳିଛି। କିଛି ବି ଅପ୍ରୀତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ଜଙ୍ଗଲୀ ଦନ୍ତା ହାତୀ ନିକଟକୁ ସ୍ଥାନୀୟ ଲୋକେ ନ ଯିବା ପାଇଁ ବନ ବିଭାଗ କର୍ମଚାରୀଙ୍କ ପକ୍ଷରୁ ସ୍ଥାନୀୟ ଲୋକଙ୍କୁ ବାରଣ କରାଯାଉଥିବା ବେଳେ କେହି ବି ମାନୁନଥିବା ବନ ବିଭାଗ ପକ୍ଷରୁ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିଙ୍କ ନିକଟରେ ଅଭିଯୋଗ ହୋଇଛି। ଏବେ ଜଙ୍ଗଲୀ ଦନ୍ତା ହାତୀ ସୁକିନ୍ଦା ରାଜପଥ କଡ଼ କାଜୁ ଜଙ୍ଗଲରେ ଲୁଚି ବିଶ୍ରାମ ନେଉଥିବା ବେଳେ ତାର ଗତିବିଧି ଉପରେ ବନ ବିଭାଗ ପକ୍ଷରୁ ତୀକ୍ଷ୍ଣ ନଜର ରଖାଯିବା ସହିତ ତାକୁ ମହାଗିରି ଜଙ୍ଗଲ ମୁହାଁ କରାଯିବା ପାଇଁ ଚେଷ୍ଟା ଜାରି ରହିଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। कदली पत्र खाइब Não,